ସାଙ୍ଗମାନେ ଦେଖନ୍ତୁ ଆମର ଆଜି ଆମେ ପିକନିକ୍ ଯାଉଛୁ ହରିପୁର ଡ୍ୟାମ୍। ଆମର ବାଇକ୍ରେ ଚାଲୁଛନ୍ତି କିଛି ଟାଟା ଏସିରେ ଯାଉଛନ୍ତି। ତ ପିଲାମାନେ ଆଜି ଆମର ଯାଉଛନ୍ତି ହରିପୁର ଡ୍ୟାମ୍ ପିକନିକ୍। କାରଣ ହେଉଛି ଆମର ଜେପିଏଲ୍ ଯାଇଥିଲା, ପ୍ରିମିୟର ଲିଗ୍ ଚାଲିଥିଲା। ତ ସେଠି ଆମ ଟିମ୍ ଚାମ୍ପିଅନ୍ ହେଇଛି। ତ ସେ ଖୁସିରେ ଆମ ଓନର୍ ଯିଏ ସେ ଆମକୁ ଆଜି ହରିପୁର ଡ୍ୟାମ୍ ଆଣିଛନ୍ତି ପିକନିକ୍। ତ ଏଇ ଆମର ସବୁ ଜିନିଷପତ୍ର ଆସିଛି ଆଜି ଆମର ବମ୍ବୁ ଚିକେନ୍ ହବ, ବମ୍ବୁ ଚିକେନ୍ କ୍ରିକେଟ୍ ପିଲା ସବୁ ଆସିଛନ୍ତି। ଆଜି ଆମର ବମ୍ବୁ ଚିକେନ୍ ହବ ଏବଂ ବମ୍ବୁ ଚିକେନ୍ ହବ, ଯେଉଁଟାକି ବାଉଁଶକୁ ଠଙ୍ଗା ଟାଇପ୍ର କରିକି ତା ଭିତରେ ମାଂସ ମସଲା ସବୁ ପୂରେଇକି ତାକୁ ପୋଡ଼ା ହୁଏ। ତ ଏଇଠି ଆମର ବିଲାତି ଲଙ୍କା କଟା ଚାଲିଛି, ସବୁ ରେଡ଼ି ଚାଲିଛି। ରସୁଣ ଛୋଟ ଛୋଟ ପିସ୍ କଟା ଅଛି, ଅଦା ଛେଚା ହେଉଛି, ଯେଉଁଟାକି ଆମର ମସଲା ଚିକେନ୍ ବମ୍ବୁ ଚିକେନ୍ ଲାଗିବ। ଏଠି ପୁରା କଷା ହେଇକି ଫେଣ୍ଟି ହେଇକି ପୁରା ରେଡ଼ି କରାଗଲାଣି। ସ୍ମେଲ୍ଟା ବଢ଼ିଆ ଆସୁଛି। ଏଇ ବାଉଁଶ ଠଙ୍ଗା ଦେଖୁଛନ୍ତି, ଭିତରେ ବାଉଁଶ ମଝିରେ ପୁରା ହେବ ବାଉଁଶ ଆଉ ଶାଳପତ୍ର ଏବଂ କଦଳୀ ପତ୍ରରେ ପ୍ୟାକିଂ ଦିଆହେବ। ଏଠି ପିଲାମାନେ ପୁରା ଆମର ବ୍ୟସ୍ତ ଆଡ଼ା ମାରିବାରେ। ଏଠି ପିଲା ମସଲା ଛଡ଼ଉଛନ୍ତି, ସବୁ ରେଡ଼ି କରୁଛନ୍ତି। ସେଠି ଆମର ଚିକେନ୍ କଷା ଚାଲିଛି, ଯେଉଁଟାକି ମୁଢ଼ି ମାଂସ ପାଇଁ ହେବ। ଏଠି ଆମର ଭାଇ ପୁରା ଚିକେନ୍କୁ ପୁରା ମସଲାରେ ରେଡ଼ି କରିଦେଲାଣି, ବମ୍ବୁ ଚିକେନ୍, ଯେଉଁଟାକି ଆମର ଆଜିକାର ସ୍ପେଶାଲ୍ ହେଉଛି। ତ କିଛି ପିଲା ଆମର ଡ୍ୟାମ୍ ପଟେ ବୁଲିବାକୁ ଯାଇଛନ୍ତି, ସେ ତାଙ୍କର ବୁଲାବୁଲି କରୁଛନ୍ତି, ଆସିଛନ୍ତି। ଏଇଠି ଆମର ଯେଉଁଟାକି ଆମ ବାରିପଦାର ସ୍ପେଶାଲ୍ ମାଂସ ମୁଢ଼ି। ତ ଏଠି ଆମର ମସଲା ପୁରା ରେଡ଼ି କରାହେଲାଣି, ଯେଉଁଟାକି ଆମର ଏଠି ଚିକେନ୍ କଷା ହେବ। ଚିକେନ୍ କଷା ହେଲା ପରେ ଯେଉଁଠି ମୁଢ଼ି ସହିତ ଖୁଆହେବ। ଏ ଆମର ଚିକେନ୍ ବାଉଁଶ ଭିତରେ ବର୍ତ୍ତମାନ ପୋଡ଼ା ହେଉଛି। ପୋଡ଼ା ହେଲା ପରେ ୟାକୁ ଫାଷ୍ଟ ଶାଳପତ୍ରରେ ପ୍ୟାକିଂ ଦିଆ ହୁଏ। ପ୍ୟାକିଂ ଦିଆ ଚାଲିଛି। ଏ ପ୍ୟାକିଂ ଦେଇ ସାରିଲା ପରେ ଶାଳପତ୍ର ଦେଲା ପରେ ତାପରେ କଦଳୀ ପତ୍ରରେ ପ୍ୟାକିଂ ଦିଆ ହୁଏ, ଯେଉଁଥିପାଇଁ କି ନିଆଁରେ ଲାଗିଲା ପରେ ବି ମାନେ ବାହାରକୁ ମାଂସ ପିସ୍ ବାହାରିବନି, ଚିକେନ୍ ପିସ୍ ବାହାରିବନି, କିଛି ବି ମାନେ ବାହାରିକି ପଡ଼ିବନି ଆଉ। ତ ଯେଉଁଟାକି ନିଆଁ ଉପରେ ଦେଲା ପରେ ପୁରା ଆମର ଲାଗିଛନ୍ତି ଭାଇମାନେ, ରେଡ଼ି କରିଦେଲେଣି। ୟା ଉପରେ ଗୋଟେ କଏଲ୍ ଗୁଡ଼ା ହୁଏ, କଏଲ୍ ପେପର୍ ଗୁଡ଼ା ହୁଏ, ଯେଉଁଟାକି କିଛି ମାନେ ବାଂଶକୁ ପୋଡ଼ି ପାରିବନି ପୁରା, ଯେଉଁଟାକି ସେଫ୍ ରଖିବ, ଚିକେନ୍ଟା ନଷ୍ଟ ହେବନି। ତ ସେଇଟା ବର୍ତ୍ତମାନ ପୋଡ଼ା ଚାଲିଛି ଆମର। ପୋଡ଼ା ସରିଲା ପରେ ୟାକୁ ନିଆଁରେ ପୋଡ଼ାଯିବ, ବଢ଼ିଆ ଷ୍ଟାଇଲ୍ରେ ପୋଡ଼ାଯିବ, ଯେଉଁଟାକି ୟାର ଟେଷ୍ଟ ଦେଖିବା ଭଲ ହେଇଛି। ଆମେ 2-3 ଥର କରିଛୁ ମଧ୍ୟ। ତ ଏଇଟା ଆଜି ଏଇଥିପାଇଁ ଭିଡ଼ିଓ କରୁଛୁ, ଯେଉଁଟାକି ଆଜି ଆମର ସ୍ପେଶାଲ୍ ହେଉଛି ବମ୍ବୁ ଚିକେନ୍, ସବୁ ପିଲାମାନଙ୍କର କହିବାରୁ। ତ ଏଇଠି ପୁରା ସ୍ପେଶାଲ୍ ନିଆଁ ଲାଗିଲା ପରେ ୟା ଉପରେ ଆମର ମାଂସରେ ଯେଉଁ ପୁରା ହେଇଛି ବମ୍ବୁ ଚିକେନ୍ ପୁରା ହେଇଛି ମସଲା ରେଡ଼ି କରିକି। ତ ତାକୁ ବର୍ତ୍ତମାନ ଦିଆହେଉଛି ସ୍ପେଶାଲ୍। ଦେଲା ପରେ ନିଆଁରେ ପୁରା ପୋଡ଼ା ହେବ। ପୋଡ଼ା ହେଲା ପରେ ବାହାରିବ। ସେ ବର୍ତ୍ତମାନ ପୁରା ହେବା ଉପରେ। ପୁରା ସ୍ପେଶାଲ୍ ପୋଡ଼ିଗଲାଣି, ଜଣାପଡ଼ୁଛି ହେଇଯିବା ପରେ। ତ ତାକୁ ଓହ୍ଲାଯିବ। ବର୍ତ୍ତମାନ ଓହ୍ଲା ଗଲା ପରେ ସ୍ପେଶାଲ୍ ୟାର ପ୍ୟାକିଂ କାଢ଼ାଗଲା। ପ୍ୟାକିଂ କାଢ଼ା ହେଲା ପରେ ୟାକୁ କାଢ଼ାଯିବ ୟାର ଚିକେନ୍ ପିସ୍। ୟାର ପିସ୍ ଯେଉଁ ବହୁତ ସୁନ୍ଦର, ସ୍ମେଲ୍ଟା ଭଲ ବାହାରୁଛି। ୟାର ପୁରା ଲେଗ୍ ପିସ୍, ଚିକେନ୍ ପିସ୍ ବହୁତ ଟେଷ୍ଟି। ୟାର ମାନେ ଆପଣ ଖାଇବେ ଭୁଲି ପାରିବେନି, ଏତେ ଟେଷ୍ଟ। ଏହା ଖାଇଲା ପରେ ଆମର ମାଂସ ମୁଢ଼ି ଖିଆଯିବ।